ଶାଳୀ ସ୍ତ୍ରୀ ମୋ ଶଳା ଭାଉଜ କହିଲେ ନୂଆ ବର୍ଷରେ ଚାଲ ଆମେ ବୁଲିବାକୁ ଯିବା ନନ୍ଦନକାନନ। ମୁଁ ବୁଲିବାକୁ ନନ୍ଦନକାନନ ନେଇଗଲି। ବାଘ ବାଲି ବାଘ ଭାଲୁ ହାତୀ ସିଂହ ସବୁ ଦେଖିଲେ। ଦେଖି ସାରିକି ତ ଭାରି ଖୁସି ହେଇଗଲେ ଆଉ। ତାପରେ କହିଲେ ଟ୍ରେନରେ ବସିବୁ। ଟ୍ରେନରେ ବସିଲେ ତାପରେ କହିଲେ ଆଉ ଉପରେ ବସିବୁ। ଉପରେ ବସିକି ଏପଟରୁ ନଦୀ ସେପଟ ହେଲେ ତାପରେ ବୋଟିଂ କଲେ ଆଉ। ତାପରେ ମୁଁ କହିଲି ମଜା ଲାଗୁଛି? କହିଲେ ହଁ ମଜା ଲାଗୁଛି। ଆଉ ଟିକେ ଚାହା ଦୋକାନ ଥିଲେ ଚାହା ଦୁଇ କପ୍ ପିଇ ଦେଇଥିଲେ ଆଉ ଟିକେ ମଜା ଲାଗିଥାନ୍ତା ଆଉ। ମୋ ଭାଉଜ କହୁଛେ ପାନ ଦୁଇ ଖଣ୍ଡ ତ ପାଟିରେ ପୁରେଇ ଦେଇଥିଲେ ଆହୁରି ମଜା ଲାଗିଥାନ୍ତା। ଆହୁରି ଥରେ ଲେଖା ବୁଲିଥାନ୍ତି ଆଉ। କାହା ପାନ ଦୋକାନ ଏଠି ନାହିଁ କି? ଚାହା ଦୋକାନ ନାହିଁ କି? ମୁଁ କ'ଣ ନନ୍ଦନକାନନରେ ଚାହା ଦୋକାନ ପାନ ଦୋକାନ ଥାଏ? କହିଲା ନା ସେ ବାହାରେ ଅଛି। ମୁଁ କହିଲି ବାହାରେ ଅଛି ନା? କହିଲା ଟିକେ କହିଲ ନେଇ। ମୁଁ 2-4 ଖଣ୍ଡ ପାନ ଆଉ ଚାହା 4-5 କପ୍ ନେଇକି ଯାଇଥାନ୍ତି। ଚାହା ପାନ ପାଟିରେ ପୁରେଇଥାନ୍ତି ଆଉ ଚାହା ପିଇକା ଯାଇଥାନ୍ତି ଆହୁରି ମଜା ହେଇଥାନ୍ତା। ମୁଁ କହିଲି ତମେ ମୋତେ କହିଲନି? କହିଲା ହଁ ମଜା ହେଲା ରେ ଆଉ ଟିକେ ମଜା ହେଇଥାନ୍ତା। ପାନ ଦୋକାନ ଚା ଦୋକାନ ଥିଲେ ନା।